ମୋର ଅନୁଭୂତି ନୁହଁ ତ ସେଟା ଗୋଟେ ସବକ ହେଇଗଲା ମୋବାଇଲ ଦ୍ଵାରା ଛୁଆମାନଙ୍କ କ୍ଷତି କଣ ହୁଏ ବୋଲି। ମୋ ଛୁଆ ଯେତେବେଳେ 1.5 ବର୍ଷ 2 ବର୍ଷ ହେଇଥିଲା ସେତେବେଳେ ଆମେ ଦି ଜଣ ହଜବେଣ୍ଡ ୱାଇଫ ୱାର୍କିଂ ଲେଡି ଆଉ ସିଏ ୱାର୍କ କରନ୍ତି ତ ଆମେ ଦି ଜଣ ଯାକ ପ୍ରାଇଭେଟଲି ସିଏ ପ୍ରାଇଭେଟ ଜବ୍ କରନ୍ତି ତ ଆମେ ୱାର୍କରେ ପଳେଇଲା ପରେ ଆମେ କଣ କରୁ ଛୁଆକୁ ମୋବାଇଲ ଆଉ ତା ପାଇଁ ବୋଲି କାର୍ଟୁନର ଚ୍ୟାନେଲ କରାହେଇଯାଇଥିଲା ତ ତା ଫଳରେ କଣ ହେଲା ସିଏ ମୋବାଇଲରେ ଏତେ ଆଡିକ୍ଟେଡ ହେଇଗଲା। ମୋ ଝିଅ 1.5 ବର୍ଷର 1.5 ବର୍ଷ ଦେୟାଂଶୀ ସୁବୁଧି। ତ ସିଏ ଯେତେବେଳେ ମୋବାଇଲରେ ଏତେ ଆଫେକ୍ଟେଡ ହେଇଗଲା ଯାହା ଫଳରେ କି ସିଏ ଆମ ସାଙ୍ଗରେ କଣ୍ଟାକ୍ଟ ଛାଡିଦେଲା, ମାନେ ଆମ ସାଙ୍ଗରେ କଥାବାର୍ତ୍ତା କରେନି। ସେ ମୋବାଇଲ ଟିଭି ଭଲ ତ ସିଏ ସେଥିରେ ମଜିଗଲା, ଯାହା ଫଳରେ ଯୋଉ ସେ କଥା କହିବା ଟାଇମରେ ଆମ ପାଇଁ ଆମେ ଭାବିଲୁ ହଁ ପିଲାମାନେ କଥା କୁହନ୍ତି, ଲେଟରେ କଥା କୁହନ୍ତି। ଧୀରେ 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 ଡକ୍ଟର କହିଲେ ଯେ ନା ଇଏ ୱାନ୍ ଟାଇପ ଅଫ ଅଟିଷ୍ଟିକ ଚାଇଲ୍ଡ, ଯୋଉଟା କି ଛୁଆ ସ୍ୱପରାୟଣ ହେଇଗଲେ। ତ ସ୍ୱପରାୟଣ ହେଇକି ସେ ଆଉ କାହା ସାଙ୍ଗେ କଥାବାର୍ତ୍ତା କଲାନି। ଆଜି ହଉଛି 6+ ତାକୁ 5th+ ଚାଲିଲା, କିନ୍ତୁ ସେ ଆଜି ବି କଥା କହେନି। ଆମେ ଷ୍ଟ୍ରଗଲ କରୁଛୁ, ତାକୁ ଥେରାପି ଦିଆହଉଛି, ଷ୍ଟ୍ରଗଲ ଲାଇଫ ଚାଲିଛି, ଯୋଉଟା କି ଆମେ ଆଜି ବୁଝିଲୁ ଯେ ମୋବାଇଲ ଟିଭି ଦ୍ଵାରା ପିଲା ଏତେ ଆଫେକ୍ଟେଡ ହେଇଯାଉଛନ୍ତି। ପାଠ ପଢା ପାଇଁ ଠିକ ଅଛି, କିନ୍ତୁ ତାପରେ ଯୋଉ ପିଲାମାନେ ପୁରା ଏଣ୍ଟରଟେନମେଣ୍ଟ ନଉଛନ୍ତି ତା ପାଇଁ ବିଲକୁଲ ଠିକ ନାହିଁ। ହଁ ନାଚ ଗୀତ କରିବାର ଅଛି, କିଛି ଶିଖିବାର ଅଛି, ଶିଖିବା ଜିନିଷ ଠିକ ତାଙ୍କ ପାଇଁ ଠିକ ଅଛି, କିନ୍ତୁ ମୋବାଇଲ କୁ ଯେମିତି ପୁରା ଆଡିକ୍ଟେଡ କରିଦଉଛନ୍ତି। ମୋବାଇଲ ନ ଦେଖିଲେ ଟିଭି ମାନେ ଆମକୁ ଖାଇବୁନୁ। ପିଲା ଅଛନ୍ତି ପିଲାଙ୍କୁ ଦିଆ ହେଇଯାଉଛି ମୋବାଇଲ, ମୋବାଇଲ ଦେଖ ଖାଇଦିଅ। ମା ମାନଙ୍କ ପାଖରେ ଟାଇମ ହଉନି କାଉ କାଇଁ ବଗ କାଇଁ କରିବା ପାଇଁ। କିନ୍ତୁ ସେଇଟା ଆଜିକା ଡେଟରେ ପୁରା ସବୁଠୁ ଖରାପ ହେଇଯାଇଛି ଯେ ମୋବାଇଲ ଦବାନି, ଛୁଆ ମାନଙ୍କୁ ଟାଇମ ସ୍ପେଣ୍ଡ କରିବା। ଡକ୍ଟର ବି ଆମକୁ କହିଲେ ଯେ ତାଙ୍କ ସାଙ୍ଗେ ଟାଇମ ସ୍ପେଣ୍ଡ କରନ୍ତୁ, ତା ସାଙ୍ଗେ କଥା ହୁଅନ୍ତୁ। ସେ କଥା ହବା ଦ୍ଵାରା ଧୀରେ 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 କଥା ହବ। ଆମେ ଏବେ କଣ କରୁଛୁ, ପୁରା ମୋବାଇଲ ଛାଡି ଦେଇଛୁ। ଆମେ ତାକୁ କହୁଛୁ ଯେ ଏଇଟା କହ ସେଇଟା କହ। ଘରେ ଜଏଣ୍ଟ ଫ୍ୟାମିଲି ଏବେ ରହୁଛୁ, ଯେତେବେଳେ ଟ୍ରାନ୍ସଫର ହେଇକି ଛୁଆ ପାଇଁ ଆସିଲି ତ ସିଏ ଜଏଣ୍ଟ ଫ୍ୟାମିଲି ଏବେ କଣ ଚାଲିଛି ଯେ କିଏ ମାମା କହ କିଏ ପାପା କହ, ଆଳୁ କାଇଁ ବାଇଗଣ କାଇଁ, ଧୀରେ ଧୀରେ ଶିଖିଲାନି। କିନ୍ତୁ ଯୋଉ ଟାଇମ ପିରିୟଡ ଆମେ ଚାହୁଁଥିଲୁ ଯେ ଛୁଆ ଗୋଟେ କଥା କହୁ, ଆମକୁ ଡାକୁ, ପ୍ରପର ୱେରେ ଆମକୁ କହୁ ଯେ ମାମା ଖାଇବାକୁ ଦେ, ଛୁଆ କେବେ କହେନି ଯେ ମାମା ଖାଇବାକୁ ଦେ। ତାକୁ ଆମେ ତା କଷ୍ଟ ଦେଖିକିରି ଆମେ କହୁଛେ ହଁ ତାର ଖାଇବା ଟାଇମ ହେଇଗଲାଣି ଖାଇବାକୁ ଦେଇଛେ। ଏଇପରି ଭାବରେ କଷ୍ଟ ତ ଅଛି, କାହିଁକି ନା ମା ହିସାବରେ ଯୋଉଟା ଶୁଣିବାକୁ ଚାହୁଁଛି ଶୁଣି ପାରୁନି। କିନ୍ତୁ ମୁଁ ସବୁ ପ୍ୟାରେଣ୍ଟସ୍ କୁ କହିବି ଯେ ମୋବାଇଲ ଠୁ ଯେତେ ଦୂରେ ରଖିବେ ପିଲା ପାଇଁ ସେତେ ଭଲ।